नमस्कार मु ज्योतिष प्रशांत चलु आज देखा ये टारो कार्ड रे आपणकर पार्टनर फीलिंग्स करेन्ट फीलिंग्स केमी आपण प्रति अच्छी चलते देखा ये टारो कार्ड रीडिंग मध्यम देखु फास्ट आपण देखु फास्ट कार्ड देखु आपणकर पार्टनर आपण प्रति फीलिंग्सटा पूरा ठीक नुहे प्राय कथा मिछ हम अनेक कथा आउ अल्प किसी सत हम आउ मन सब कन्फ्यूजन जे आउ देयर इज ए नो ऑप्शन कौन से ऑप्शन ही पाखे ना जोटा कि सब बड़े कन्फ्यूज हे डिसाइड करि परिबे नहीं आपण सहित से केमिति समय बितेबे कि रहिबे तांको जे जहाँ कहूथबो से तांको थारे मोटिवेट हो जाउथिबे आपण सहित कली झगड़ा लगाउथिबे जुक्ति तर्क करुथिबे टिके कथा रागी जाउथिबे कौन आपण को छाड़िया पई से पछघुंचा देबे नहीं। चलो देखिए नेक्स्ट कार्ड देखु आपण पार्टनर चिंताधारा कौन डिसअपॉइंटमेंट पूरा बहुत रिग्रेट से फील करेंगे जोटा तीव्र जंत्रणा मन चलुव कौन सी परिस्थिति आपण आदि आप पार्टनर किसी झगड़ा लगी कि कौन सी कथा को नहीं कि वाद विवाद हो सी बहुत रिग्रेट फील करुवे बहुत रिग्रेट फील करेंगे आउ जोड़ा माने मनोभाव कौन सी गोटे पूरा तीव्र जंत्रणा सृष्टि हम से जंत्रणा नहीं कि सी बहुत कष्ट अनुभव करेंगे आउ जोटा कि आपण भितर जो कथबार्ता चली जो संपर्क चली सेटा माने धीरे धीरे लॉन्ग टर्म पाई न रही पारे। चलो हम देखा नेक्स्ट कार्ड देखु आपण पार्टनर सी जड़े पॉपुलर व्यक्ति होते कि कौन सी ऑफिस हो कि खेल हो कि जेकोसी कार्यक्षेत्र हो से मैंने बहुत बहुत ना थी बहुत पॉपुलर थे बहुत से माने जीति भी थे बहुत लोकंर मन भी जीति थे आउ देखु सी से जो इनर सी जो जिनसा आपन को बहुत अट्राक्टिव करें आपन बहुत माने क्लोज हो पारती ये कि जोटा कि आपण मैंने भितर बहुत माने भल बॉन्डिंग आसो आ जानीपर जे हाँ ये पूरा ठीक उपयुक्त बोली। देखो चलो हम देखा नेक्स्ट देखु ये कार्ड रे कौन आपण पार्टनर आपण मध्य किछिटा तिक्तता होती जोटा किछिटा कौन सी कथा को नहीं कि कथा कटाकटी कि ब्रेक हो जाता चिरस्थायी नुह यहाँ किसी दिन गलापर ठीक ठाक हो देखु आप पार्टनर भितर जहाँ भी गोटे होता माने झगड़ा हो कि कथबार्ता बंद कि कथबार्ता बंद हो जहाँ भी होता परमानेंट नुह टेम्पोरारी किसी दिन भितर ठीक ठाक हो। चलो देखा नेक्स्ट देखु ये कार्डटी आपण पार्टनर किछिटा नुआ थॉट हो कि कौन सी किछिटा दिन नुआ नुआ जिन ट्रांसफॉर्मेशन हम जोटा कि आपण कहबा को गले जोटा कि आपण मानकर भितर जो
ଚିନ୍ତା କରୁଥିବେ କି ହଁ ମୁଁ ଆଙ୍କୁ ନେଇକି ଜୀବନସାଥୀ କରିବି, କିଛି ନୂଆ ଟ୍ରାନ୍ସଫର୍ ନୂଆ ଜାଗାକୁ ଯିବି କି କୌଣସି କି ତାଙ୍କୁ ନେଇକି ମୁଁ ଆମେ ଦୁଇ ଜଣ କି ଗୋଟେ ଜାଗାରେ ୱାର୍କିଂ କରିବୁ କି ଟ୍ରାଭେଲ୍ କରିବୁ, ସବୁବେଳେ କିଛି ନା କିଛି ନୂଆ ମାଇଣ୍ଡକୁ ଆସିବ। ଆଉ ପ୍ରତ୍ୟେକ କଥାଟା ନା ବହୁତ ଆପୋଷ ବୁଝାମଣାରେ ଚାଲିବ। ଆଉ କୌଣସି କଥାରେ ନା କନଫ୍ଲିକ୍ଟ ନଥିବ, ପରସ୍ପରକୁ ଆପଣ ମାନେ ବୁଝିବା ପାଇଁ ଟ୍ରାଏ କରିବେ। ଆଉ ଯାହା ବି ଗୋଟିଏ ଅସୁବିଧା ଥିବ ତାହାର ପ୍ରୋବ୍ଲେମ୍ ହିଁ ଆପଣ ଶେଷ ହିଁ କରିବେ, ଯେଉଁଟାକି ଆପଣଙ୍କ ଭିତରେ ଏତେ ସୁନ୍ଦର ବୁଝାମଣା ହେବ ଯେ ଯେଉଁଟା ତାହା ମଧ୍ୟ ଆମେ ଅନୁଭବ କରିପାରିବା ନାହିଁ ହଁ ଏଇଟା ଆମର ଠିକ୍ ହେଇଗଲା ବୋଲି। ଚାଲନ୍ତୁ ଦେଖିବା ନେକ୍ସଟ କାର୍ଡ଼। ଦେଖନ୍ତୁ ଏଇ କାର୍ଡ଼ଟି, ଏଇ ଟାରୋ କାର୍ଡ଼ଟି ଏହା ହିଁ ଆପଣଙ୍କ ପାର୍ଟନରକୁ ଇଣ୍ଡିକେଟ୍ କରୁଛି ଯେ ଷ୍ଟ୍ରେଂଥ କ'ଣ ହେଇଛି। ଷ୍ଟ୍ରେଂଥ ଆପଣଙ୍କ ଭିତରେ ଆପଣଙ୍କର ପାର୍ଟନରଙ୍କୁ ସିଏ ଚାହୁଁଛନ୍ତି ଅନ୍ୟ କିଏ ଜଣେ ତାଙ୍କୁ ଗୋଟେ କଣ୍ଟ୍ରୋଲ୍ କରିବାକୁ ଚେଷ୍ଟା କରୁଛି, ଆଉ ଯେଉଁଟାକି ସିଏ ଆଉ ଜଣେ କିଏ ତାଙ୍କୁ କରେଜ୍ କରିବାକୁ ଚେଷ୍ଟା କରୁଛି। ତାଙ୍କର କନଫିଡେନ୍ସ ଆପଣଙ୍କ ପ୍ରତି ଏହା ଟିକେ କମିଯାଉଛି। ଏଇ ଜିନିଷଟା ଯେତେବେଳେ ହେଉଛି ଧୀରେ ଧୀରେ ସେ ଆଉ ତାଙ୍କ କଣ୍ଟ୍ରୋଲ୍ ଭିତରେ ରହିବାନି, ଯେହେତୁ ଆପଣଙ୍କୁ ସେ ଭଲ ପାଉଛନ୍ତି, ଆପଣଙ୍କ ସହିତ ସେ ରହୁଛନ୍ତି, ଆଉ ଆପଣଙ୍କର ପ୍ରତ୍ୟେକ ଜୀବନର କଥାଟାକୁ ସେ ଚିନ୍ତା କରୁଛନ୍ତି। କମ୍ପ୍ଲିଟଲି ଆପଣଙ୍କ ସହିତ ସେ ହିଁ ରହିବେ, ଯେଉଁଟାକି ଅନ୍ୟ ଯିଏ ଯାହା କହିଲେ ବି କାହା କଥାରେ ପ୍ରଲୋଭନ ନ ହେଇକି ଆପଣ ଛାଡ଼ିବେ ନାହିଁ। ତାହେଲେ ଆମେ ଦେଖିବା ନେକ୍ସଟ କାର୍ଡ଼। ଦେଖନ୍ତୁ ଆଉ ଯେ ଆପଣଙ୍କ ପାର୍ଟନର ନା ସେ ଆପଣଙ୍କୁ ଭଲ ପାଉଛନ୍ତି ଅନକଣ୍ଡିସନାଲ୍ ଲଭ୍, କୌଣସି କଣ୍ଡିସନ୍ ହିଁ ରଖୁନାହାନ୍ତି, ଯେ କୌଣସି ତାଙ୍କ ଡିମାଣ୍ଡ ହିଁ ନାହିଁ ଯେ ମୋତେ ଏଇଟା ଦିଅ ସେଇଟା ଦିଅ, ମୁଁ ଇଆଡ଼େ ବୁଲିବାକୁ ଯିବି ସିଆଡ଼େ ବୁଲିବାକୁ ଯିବି। ଆଉ ପ୍ରତ୍ୟେକ ଯଦିଓ ବି ଆପଣ କୌଣସି ଜାଗାକୁ ବୁଲିବାକୁ ଯାଇଛନ୍ତି ସେଇଟା ହିଁ ସକ୍ସେସଫୁଲ୍, କୌଣସି ଅସୁବିଧା କି କୌଣସି କନଫ୍ଲିକ୍ଟ ଆପଣଙ୍କ ଭିତରେ ରହିବ ନାହିଁ। କି ସପୋଜ୍ ବୁଲିବାକୁ ଯାଇଛନ୍ତି, ସିଏ ଚାହୁଁଛନ୍ତି ହଁ ମୁଁ ଏଇଟା ଖାଇବି କି ସେଇଟା ନେବି, ଏଇସବୁ ଜିନିଷ ନାହିଁ। ଯେଉଁଟାକି ପିଓର ଲଭ୍, ଯେଉଁ ପିଓର ଲଭ୍ଟା କି ଆପଣଙ୍କ ଭିତରେ ଏତେ ସୁବଣ୍ଡିଂ ଆସିଯିବ, ଯେଉଁଟାକି ଜୀବନ ସାରା ହିଁ ଆପଣ ହିଁ ରହିବେ, ଭଲରେ ହିଁ ରହିବେ। ଆଉ ଧୀରେ ଧୀରେ ଦେଖିବେ ତାଙ୍କର ଯେଉଁ ଚିନ୍ତାଧାରା ଆଉ ତାଙ୍କର ଯେଉଁ କଥାବାର୍ତ୍ତା, ତାଙ୍କର ଯେଉଁ ଆଚାର ବ୍ୟବହାର ଆପଣ ଏତେ ଆପ୍ରିସିଏଟ୍ ଲାଗିବ ଯେ ଆପଣ ହିଁ ତାଙ୍କୁ ହିଁ ମ୍ୟାରେଜ୍ କରିକି ରହିବେ। ଆଉ ଯେଉଁଟାକି ଯଦିଓ ବି ଆପଣ ନୂଆ କରି ବାହା ହେଇଛନ୍ତି, ଦେଖିବେ ନିଶ୍ଚିନ୍ତ ଆପଣଙ୍କର କିଛି ନା କିଛି ପ୍ରେଗନେନ୍ସି ହିଁ ହେବ କି କନସିଭ୍ କରିବେ। ଆଉ ଭଲ ଯେଉଁ ଏମିତି ଏକ ସମୟରେ କନସିଭ୍ କରିବେ ଯେଉଁଟାକି ସେ ପିଲାଟି ହିଁ ଭଲ ହିଁ ହେବ। ଏସବୁ ଚାଲନ୍ତୁ ଦେଖିବା ନେକ୍ସଟ କାର୍ଡ଼। ଦେଖନ୍ତୁ ଏଇ କାର୍ଡ଼ରେ ଆପଣଙ୍କର ଲଭର୍ କୌଣସି ନା କୌଣସି ପରିସ୍ଥିତି ପରିକି ଆପଣଙ୍କ ପାଇଁ ଚ୍ୟାଲେଞ୍ଜ କରିବେ, ଆପଣଙ୍କ ପାଇଁ ରିସ୍କ ନେବେ, ଆଉ ଆପଣଙ୍କୁ ଜୀବନସାଥୀ କରିବାରେ ସେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିବେ ନାହିଁ। ଆଉ ଯିଏ ଯାହା କହିଲେ ବି ସେ କଥା ନ ଶୁଣିକି ଆପଣଙ୍କ ପାଇଁ ରିସ୍କ ନେବେ, ଆଉ ଆପଣ ପାଇଁ ସଂଘର୍ଷ ବି କରିବେ। ଆଉ ସେଥିପାଇଁ ଆପଣ ତାଙ୍କୁ ସେତିକି ବିଶ୍ୱାସ ରଖିବା ଦରକାର, ସେତିକି ଭଲ ପାଇବା ଦରକାର, ସେତିକି କେୟାରିଂ ନେବା ଦରକାର। ତେଣୁ ଦେଖିବା ନେକ୍ସଟ କାର୍ଡ଼। ଦେଖନ୍ତୁ ଆଉ କ'ଣ ନେକ୍ସଟ, ଯେ ଆପଣଙ୍କ ଲଭର୍ ନା ସେ ଜଣେ ପ୍ରଥା ପରମ୍ପରାକୁ ହିଁ ବିଶ୍ୱାସ କରନ୍ତି। ଆଉ ସିଏ ନା ଆଉ ଗୋଟିଏ ବଡ଼ ତାଙ୍କର ଭଲ ଗୁଣ ହେଲା ଗୋଟେ ସେ ସ୍ପିରିଚୁଆଲ୍ ଗାଇଡ଼ାନ୍ସ, ଯେଉଁଟାକି ସେ ତାଙ୍କର ସମ୍ପୂର୍ଣ୍ଣ ଭାବରେ ଦେବାଦେବୀଙ୍କ ଉପରେ ବିଶ୍ୱାସ ରଖନ୍ତି। ଆଉ ଯେଉଁଟାକି ତାଙ୍କୁ ସେଇଟା ବହୁତ ଆଗକୁ ନେଇଯାଏ, ଯେଉଁଟା ପଜିଟିଭ୍ ଏନର୍ଜି ତାଙ୍କୁ ଦେଇଥାଏ। ତାଙ୍କୁ ଯିଏ ଯାହା କହିଲେ ବି ସିଏ ଫାଷ୍ଟ ଭଗବାନଙ୍କୁ ହିଁ ଜଣାଇଥାନ୍ତି। ଆଉ ଭଲ ମଣିଷଟିଏ ମଧ୍ୟ, ଯେତେବେଳେ ଜଣେ ସ୍ପିରିଚୁଆଲ୍ ଉପରକୁ ଆଧାରିକି ବିଶ୍ୱାସ କରିଯାଏ ସେ ବହୁତ ଭଲ ମଣିଷ। ଆଉ ଗୋଟେ ହେଲା କ'ଣ, ସେ ନା ପ୍ରଥା ପରମ୍ପରାକୁ ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସ କରନ୍ତି।
ଦେଖନ୍ତୁ ଏଇ ଚ୍ୟାନେଲ୍ଟି ଆପଣଙ୍କୁ ଭଲ ଲାଗିଲେ ଆପଣ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ।